ଜାଡରେ ଥରିଲାଣି ସାରା ଓଡିଶା ଆହୁରି 3 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ। ଜାଡରେ ଥରୁଛି ଓଡିଶା। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ 5 ରୁ 7 ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। ସେହିଭଳି ଉପକୂଳ ଓଡିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତି ପାରଦ 3 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। ତେବେ ଆସନ୍ତୁ ପାଣିପାଗର ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। କିନ୍ତୁ ତା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡିଓଟିକୁ ଆପଣମାନଙ୍କ ସାଙ୍ଗସାଥୀ ମାନଙ୍କୁ ଅଧିକରୁ ଅଧିକ ମାତ୍ରା ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହା ଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡିରେ ପାରଦ ତଳମୁହାଁ ହୋଇଛି 8.5 ଡିଗ୍ରୀରେ ପହଞ୍ଚିଛି। ସେହିଭଳି ଜି ଉଦୟଗିରିରେ 8.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 15.5 ଡିଗ୍ରୀ ସେଲସିୟସ୍ ଓ କଟକରେ 15.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 5 ଦିନ ମଧ୍ୟରୁ ଉଭୟ ଦିନ ଓ ରାତି ତାପମାତ୍ରାରେ 2 ରୁ 4 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଇଛି। ଗତ 24 ଘଣ୍ଟାରେ ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ରାଜ୍ୟରେ ବର୍ତ୍ତମାନ ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ଦକ୍ଷିଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଆସନ୍ତା 3 ରୁ 4 ଦିନ ମଧ୍ୟରେ ଆହୁରି 3 ରୁ 4 ଡିଗ୍ରୀ ପାରଦ ଖସିବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।